ପୋଟଳରେ ଯଦି ଏମିତି ବ୍ୟଞ୍ଜନ ବନେଇବେ ସତ କହୁଛି ହାତ ଚାଟି ଚାଟି ଖାଇବେ। ଦୁଇଟା ଜାଗାରେ ଖାଇବେ ଚାରିଟା ରୁଟି ଏତେ ସ୍ୱାଦିଷ୍ଟ। ଅଧିକ କରି ରୁଟି ବନେଇଥିବେ ନହେଲେ ପଡ଼ିଯିବ ନିଅଣ୍ଟ। ଦର୍ଶକ ବନ୍ଧୁ ସମସ୍ତଙ୍କୁ କରୁଛି ମୋ ପ୍ରଣିପାତ। ମା ଗେଲୁ ହାଣ୍ଡିଶାଳକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ମାତ୍ର 10 ମିନିଟ୍ ଭିତରେ ପୋଟଳରେ ଗୋଟେ ଜବରଦସ୍ତ ବ୍ୟଞ୍ଜନ ଆସନ୍ତୁ କରିବା ପ୍ରସ୍ତୁତ। ଦର୍ଶକ ବନ୍ଧୁ ଆପଣମାନେ ପୋଟଳରେ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରିକି ଖାଉଥିବେ, କିନ୍ତୁ ଏମିତି ଥରେ ପୋଟଳକୁ ବନାନ୍ତୁ ଦେଖିବେ ସବୁବେଳେ ଏମିତି ବନେଇବାକୁ ପସନ୍ଦ କରିବେ। ଯଦି ପ୍ରସ୍ତୁତି ପ୍ରଣାଳୀ ଭଲ ଲାଗିବ ତେବେ ଦୟାକରିକି ଲାଇକ୍ ସେୟାର ସବସ୍କ୍ରାଇବ୍ କରିଦେବେ। ତା ସହିତ ବେଲ୍ ଆଇକନ୍କୁ ପ୍ରେସ୍ କରିଦେବେ, ଯାହାଫଳରେ କି ପ୍ରତ୍ୟେକ ଭିଡ଼ିଓର ନୋଟିଫିକେସନ୍ ଆପଣମାନେ ସର୍ବପ୍ରଥମେ ପାଇପାରିବେ। ତେବେ ଆସନ୍ତୁ ଆଜିର ପ୍ରସ୍ତୁତି ଆରମ୍ଭ କରିବା। ଆଜି ଆମେ ଯେଉଁ ପୋଟଳର ବ୍ୟଞ୍ଜନଟି ପ୍ରସ୍ତୁତ କରିବା ସେଥିପାଇଁ ତାଜା ପୋଟଳ ନେବେ, ବହୁତ ବଢ଼ିଆ ସ୍ୱାଦିଷ୍ଟ ଲାଗିବ। ଏବେ ଆମେ ପୋଟଳକୁ ପ୍ରଥମେ ଭଲ ଭାବରେ ଧୋଇଦେବା, ତାପରେ ଉପର ଆଉ ତଳର ଭୁଣ୍ଡିକୁ ଏମିତି କାଟିଦେବା। ତାପରେ ପୋଟଳର ଯେଉଁ ଉପରେ ଗ୍ରୀନ୍ କଲର୍ର ଯେଉଁ ଚୋପାଟି ଅଛି ତାକୁ ଭଲ ଭାବରେ ଛୁରୀରେ ଚାଞ୍ଚି ଦେବେ। ଆଉ ଏମିତି ଯଦି ଚାଞ୍ଚି ଦେବେ ପୋଟଳ ଟିକେ ନରମ ଲାଗିବ ଆଉ ବହୁତ ବଢ଼ିଆ ପୁରା ନରମ ହେଇକି ସିଝିବ। ଆଉ ମାତ୍ର 10 ମିନିଟ୍ ଭିତରେ ପ୍ରସ୍ତୁତ ହେଇଯିବ ଆଜିର এই ବ୍ୟଞ୍ଜନଟି। ଆଉ ପ୍ରସ୍ତୁତି ପ୍ରଣାଳୀ ଅତି ସହଜ, ତା ସହିତ ବହୁତ କମ୍ ତେଲ ମସଲାରେ ପ୍ରସ୍ତୁତ ହେଇଯିବ ଆଜିର ବ୍ୟଞ୍ଜନଟି। ବେଶୀ କିଛି ତେଲ ମସଲାର ଆବଶ୍ୟକତା ନାହିଁ। ଏଠି ଦେଖନ୍ତୁ ଆମେ ପୋଟଳକୁ ଭଲ ଭାବରେ ଚାଞ୍ଚିକି ଏଠି ନେଇଯାଇଛୁ। ଏବେ ଆମେ ତାକୁ କୋରିଦେବା। ଆପଣମାନେ ଗ୍ରେଟରରେ କୋରିବେ। ଆମେ ଏଠି ଟିକେ ମୋଟା ବାଲା ଗ୍ରେଟର ୟୁଜ୍ କରିବା, ଯାହାଫଳରେ କି ବହୁତ ବଢ଼ିଆ ଭାବରେ ଗ୍ରେଟ୍ ହେବ। ଆପଣମାନେ ପୁରା ଗୁଣ୍ଡ କରିବେନି, ଏମିତି ଦେଖନ୍ତୁ ଟିକେ ମୋଟା ବାଲା ଗ୍ରେଟରରେ ଆମେ ଯଦି କୋରିବା ଟିକେ ଭଲ ଭାବରେ ପୁରା ଲଛେଦାର ହେଇକି ପୋଟଳ କୋରି ହେଇଯିବ। ଏଠି ଦେଖନ୍ତୁ ଆମେ ସବୁ ପୋଟଳକୁ ଏଠି କୋରି ଦେଇଛୁ। ଆଉ କେତେ ବଢ଼ିଆ ଭାବରେ ଦେଖନ୍ତୁ ପ୍ରସ୍ତୁତ ହେଇଯାଇଛି। ଏମିତି ଟିକେ ମୋଟା ମୋଟା କରିକି ଆମେ କରିବା, ପୁରାପୁରି ପତଳା କରିକି ଗ୍ରେଟ୍ କରିବାନି, ନହେଲେ ପୁରା ଭର୍ତ୍ତା ଭଳିଆ ହେଇଯିବ। ଏମିତି ଟିକେ କମ୍ ମୋଟା ଆକାରର ଆମେ ତାକୁ କୋରିକି ରଖିଦେବା। ଏବେ ଆମେ ଗୋଟେ କଡ଼େଇରେ ଗୋଟେ ବଡ଼ ଚାମଚ ସୋରିଷ ତେଲ ଦେଇଦେବା ଆଉ ମିଡ଼ିୟମ୍ ଫ୍ଲେମ୍ରେ ଚୁଲିରେ ବସାଇଦେବା କଡ଼େଇକୁ। ତେଲ ଭଲ ଭାବରେ ଗରମ ହୋଇଗଲା ପରେ ଆମେ ଏବେ ପୋଟଳକୁ ଭାଜିବା ମାତ୍ର 5 ମିନିଟ୍ ପାଇଁ। ମିଡ଼ିୟମ୍ ଫ୍ଲେମ୍ରେ ଭାଜିବା ଆଉ ଟିକେ ଲୁଣ ଦେଇଦେବା, ଯାହାଫଳରେ କି ଜଲ୍ଦି ଭାଜି ହେଇଯିବ ଆଉ ପୋଟଳ ଭଲ ଭାବରେ ସିଝିଯିବ। ଯେହେତୁ ଆମେ ପୋଟଳକୁ ଏଠି କୋରିକି ନେଇଛୁ, ପୋଟଳ ସିଝିବା ପାଇଁ ବା ଭାଜିବା ପାଇଁ ବେଶୀ ସମୟ ବିଲକୁଲ ଲାଗିବନି, ବହୁତ କମ୍ ସମୟରେ ପ୍ରସ୍ତୁତ ହେଇଯିବ। ମାତ୍ର 5 ମିନିଟ୍ ଭିତରେ এই ପୋଟଳ ଭଲ ଭାବରେ ଭାଜି ହେଇଯିବ। ଟିକେ ଲାଇଟ୍ ବ୍ରାଉନ୍ କଲର୍ ହେବା ପର୍ଯ୍ୟନ୍ତ ଆମେ ତାକୁ ମିଡ଼ିୟମ୍ ଫ୍ଲେମ୍ରେ ଭାଜିବା। ଏବେ ଦେଖନ୍ତୁ ପୋଟଳକୁ ଏମିତି ଖେଳେଇକି ଭାଜିବେ, ଗଦେଇକି ଭାଜିବେନି। ଲୁଣ ପକାଇବା ଦ୍ୱାରା ଜଲ୍ଦି ଭାଜି ହେଇଯିବ। ଆଉ ଏଇ ଭିତରେ ଦେଖନ୍ତୁ ପୋଟଳ 5 ମିନିଟ୍ ଭାଜି ହେବା ଭିତରେ ଆମେ ତାର କିଛି ମସଲା ପ୍ରସ୍ତୁତ କରିବା। এই ବ୍ୟଞ୍ଜନ ପାଇଁ ସାଧାରଣତଃ ବେଶୀ ତେଲ ମସଲାର ଆବଶ୍ୟକତା ନାହିଁ, ମାତ୍ର 2 ଚାମଚ ତେଲରେ ଆମେ ପ୍ରସ୍ତୁତ କରିବା। ଆଉ ଏଠି ଦେଖନ୍ତୁ ପୋଟଳ ବଢ଼ିଆ ଭାବରେ ଭାଜି ହେଇଗଲାଣି 5 ମିନିଟ୍ରେ। ଏଠି ପୋଟଳ 80ରୁ 90% ବଢ଼ିଆ ଭାବରେ ସିଝିଗଲାଣି ବା ଭାଜି ହେଇଗଲାଣି। ଏବେ ଆମେ ମସଲା ପାଇଁ ଏଠି ନେବା କିଛି କଞ୍ଚା ଲଙ୍କା। ଆଉ এই ବ୍ୟଞ୍ଜନରେ ଟିକେ ରାଗ ରହିଲେ ବେଶୀ ଭଲ ଲାଗେ ବୋଲି ମୁଁ ଏଠି 4ଟା କଞ୍ଚା ଲଙ୍କା ନେଇଛି। ଆଉ ଗୋଟେ ବଡ଼ ସାଇଜ୍ର ପିଆଜ, 2ଟି ମିଡ଼ିୟମ୍ ସାଇଜ୍ର ଟମାଟୋ, ରସୁଣ 7-8 କୋଲା, ଅଦା ଅଧା ଇଞ୍ଚର ଖଣ୍ଡେ ଅଦା। ମାତ୍ର ଏତିକି ମସଲାରେ ଆମର ପ୍ରସ୍ତୁତ ହେଇଯିବ ଆଜିର ପୋଟଳର ସ୍ୱାଦିଷ୍ଟ ବ୍ୟଞ୍ଜନଟି। ଏବେ ଆମେ ପିଆଜକୁ ଲମ୍ବା ଲମ୍ବା ପତଳା ପତଳା କରିକି କାଟିଦେବା। ଆଉ କଞ୍ଚା ଲଙ୍କାକୁ ଦେଖନ୍ତୁ ଏମିତି ଟିକେ ତେରଛା କରିକି ଛୋଟ ଛୋଟ ଖଣ୍ଡ କରିକି କାଟିଦେବେ। ତା ସହିତ ଟମାଟୋକୁ ପୁରା ଗୁଣ୍ଡ କରିକି କାଟିଦେବେ। ଆଉ ଆଜିର ଆମେ ଯେଉଁ ବ୍ୟଞ୍ଜନଟି ପ୍ରସ୍ତୁତ କରୁଛେ ପୋଟଳର, ରସୁଣ ଅଦାକୁ ଆମେ ଛେଚିକି ନେବା, ଯାହାର କି ସ୍ୱାଦ ଆଉ ବାସ୍ନା ବହୁତ ବଢ଼ିଆ ରହିବ। ଆପଣମାନେ ଚାହିଁଲେ ରସୁଣ ଅଦା ବଟା ମଧ୍ୟ ବ୍ୟବହାର କରିପାରନ୍ତି, କିନ୍ତୁ ରସୁଣ ଅଦା ତାଜା କୁଟିକି ନେବେ, ତାର ସ୍ୱାଦ ବହୁତ ବଢ଼ିଆ ରହିବ। ଏବେ ଦେଖନ୍ତୁ ରସୁଣ ଆଉ ଅଦାକୁ ଆମେ ଭଲ ଭାବରେ ଛେଚିଦେବା। ଏଠି ଦେଖନ୍ତୁ ପିଆଜ, କଞ୍ଚା ଲଙ୍କା, ଟମାଟୋ ଆମେ କାଟିକି ରଖିଦେଇଛୁ, ତା ସହିତ ରସୁଣ ଅଦାକୁ ମଧ୍ୟ ଛେଚିକି ରଖିଦେଇଛୁ। ଆଉ ସେଇ ଭିତରେ ମାନେ 5ରୁ 7 ମିନିଟ୍ ଭିତରେ ମିଡ଼ିୟମ୍ ଫ୍ଲେମ୍ରେ ପୋଟଳ ଏଠି ବଢ଼ିଆ ଭାବରେ ଭାଜି ହେଇଯାଇଛି ଆଉ ଟିକେ ବାଦାମୀ ରଙ୍ଗ ହେଇଯାଇଛି। ଏମିତି ପୋଟଳକୁ ଭାଜିକି ନେବେ।
एक रे आमे पोटलर चोपा को भल भाव जेहेतु चांछि देइछु पोटल एठी पूरा पूरी नरम हेकी रहइबो बिल्कुल टाण लागिबोनी आ 5-7 मिनिट भितरे बढ़िया भाव रे भाजी देले बढ़िया भाव रे सिझी जिवो। एबे आमे पोटल भजा को टिके गोटे थाली को काढ़ी देला परे सेथिरे दबा गोटे बड़ चामच सोरिष तेल आउ पियाज कटा कंचा लंका कटा देकी मात्र गोटे मिनिट खंडे भल भाव रे भाजी दबा मीडियम फ्लेम रे। पियाज कंचा लंका को बेसी बादामी करिवेनी कि बेसी पोड़ी की भाजीबेनी टिके देखिबे जेमिति पियाज टिके हल्का भाजी ही जिवो। तापरे आमे एठी पकेबा रसुण अदा छेचा। रसुण अदा छेचा पकई सारिबा परे टिके भल भाव रे कसी दबा। रसुण अदार कंचा स्मेल जीवा पर्यंत गोटे मिनिट पाई बढ़िया भाव रे कसी देला परे आमे एठी पकेबा टमाटो। टमाटो पकई सारिबा परे सांगे सांग पकई देबे लूण जहाँ फल कि टमाटो जल्दी सीझी जीवो भाजी है कि कसी ही जीवो। एबे देखंतु टमाटो आमे दीटा एठी पूरा गुंड करके काटिके नहीं जाइछु आ तापर आमे एठी दे देबा स्वाद अनुसार लूण। आमे पोटल रे मध्य भाजिला बेले टिके लूण पकेइथिले एबे मसला पाई जेतिकी लूण आवश्यक सेतिकी लूण पकेकी बढ़िया भाव रे आमे गोळेई दबा आ गोटे मिनिट पाई घोड़ेकी रखिदबा जहाँ फल कि टमाटो बढ़िया भाव रे सीझी जीवो आ पूरा लटपटा है मसला आमर प्रस्तुत हो। एबे देखंतु आमर पियाज रसुण अदा कंचा लंका टमाटो एठी बढ़िया भाव रे कसी हो जाइछि बा बढ़िया भाव रे भाजी हो जाइछि बहुत बढ़िया बास्ना मध्य आसुछि। एठी आमे देइदबा गोटे बड़ चामच घर तैयारी किचन किंग मसला। आपण माने चाहिए चिकेन मसला हो मटन मसला हो किंबा सब्जी मसला हो जेकोसी मसला गुंड गोटे चामच देदेवे स्वाद बहुत बढ़िया रहिबो। ता सहित आम एठी दबा हलदी गुंड अधा छोट चामच गोटे चामच काश्मीरी लंका गुंड आ भल बास्ना पाई गोटे बड़ चामच कसूरी मेथी ए सबु दे सारिबा परे आमे जो पोटल को कोरिकी भाजिकी रखिथिले ताको एठी दे देबा। पोटल जेहेतु बढ़िया भाव रे भाजी ही जाइछि बा सिझी जाइछि आउ अल्प टिके खाली मसला रे मिसिबा पई आमे पोटल को ए पियाज टमाटो मसला रे भल भाव रे मिसई देबा आउ गोटे रु 2 मिनिट पई टिके घोड़े की छाड़ी देबा जहाँ फल रे कि पोटल सहित मसला भल भाव रे मिसी जिवो आउ पूरा पूरी लटपटा है कि रहिबो। आपण माने जदि टिके झोल चाहू थांती अल्प टिके पानी दे देबे किंतु एठी मु पूरा सुखिला करूची भजा भलिया बहुत बढ़िया स्वादयुक्त होइकी रहिबो। एबे देखंतु पोटल को आमे मसला सहित भल भाव रे मिसई देइचु तापरे आमे ताकू गोटे रु 2 मिनिट पई लो मीडियम फ्लेम रे घोड़ेकी रखिदबा। एबे आमे सेई भितरे आसंतु किछि चिना बादाम भाजिबा जहार कि स्वाद पूरा पूरी डबल ही जिवो। एई व्यंजन को स्वादिष्ट आहुरी करिबा पई आमे एठी 4-5 बड़ चामच चिना बादाम को लो टू मीडियम फ्लेम रे मात्र 2 रु 3 मिनिट पई टिके भाजी दबा। 2 रु 3 मिनिट भाजी सारिबा परे देखिबे चिना बादाम रो ऊपर चोपा टिके कला पड़िबा को लागिबो आ चिना बादाम टिके फाटी जिवो ताहाले जानिबे चिना बादाम एठी बढ़िया भाव रे भाजी ही गलानी। एबे आमे चुली रु चिना बादाम को बाहर करिकी आमे ठंडा करबा को छाड़ी दबा। ठंडा हो सारिबा परे चिना बादाम रो चोपा सब को बाहर कर दबा आउ एठी आमे चिना बादाम को टिके दरदर खंड बा दरदर गुंड करिकी नबा। आपण माने चाहिए ग्राइंडिंग जार मध्य पल्स मोड रे अल्प अल्प करिकी आपण माने ग्राइंड करि परिबे किंतु पूरा पूरी गुंड करिवेनी टिके दरदर गुंड करिकी रखिबे जहार कि स्वाद बहुत बढ़िया लागिबा सहित एई पोटल रे आमे जिते बेले खाइबा ए व्यंजन को टिके पाटी को दाना दाना आसीबो ए चिना बादाम रो टिके गुंड और टिके दरदर गुंड एमिति रहिबो बहुत बढ़िया स्वादिष्ट करिबो ए पोटलर व्यंजन को। एबे देखंतु एठी पोटल बढ़िया भाव रे कसी ही जाइछि मसला सहित बढ़िया भाव रे मिसी जाइछि पोटल कोरा मसला एठी बढ़िया भाव रे प्रस्तुत हो जाइछि। एबे आमे चिना बादाम जो दरदर गुंड करिकी रखिथिले ताको पकेई दबा। पकेई सारिबा परे आउ टिके भल भाव रे मिसई दबा आउ बेसी समय ताको रांधिबार नाही एमिति समुदाय 10 मिनिट भितरे हमर प्रस्तुत हो जिवो एमिति स्वादिष्ट पोटलर लटपटा बा चटपटा पोटल कोरा मसला कषा। एमिति जदि पोटल को टिके सुखिला सुखिला करके भाजिला भलिया करिवे ताहाले देखिबे
ପଖାଳ ଭାତରେ ପୁରାପୁରି ଜବରଦସ୍ତ ଲାଗିବ, ସ୍ୱାଦରେ ପୁରା ନମ୍ବର 1 ରହିବ। ଆଉ ଯଦି ରୁଟିରେ ଖାଇବାକୁ ଚାହୁଁଥାନ୍ତି ତାହେଲେ ଟିକେ ପାଣି ଛିଞ୍ଚି ଦେବେ ବା 3-4 ବଡ଼ ଚାମଚ ପାଣି ଦେଇକି ଟିକେ ଘୋଡ଼େଇ ଦେବେ, ପୁରା ଲଟପଟା ହେଇଯିବ। ରୁଟି ସହିତ ବି ବହୁତ ବଢ଼ିଆ ଲାଗିବ। ଆଉ ଶେଷରେ ଧନିଆ ପତ୍ର ଟିକେ ଅଧିକ ପୁରା ଗୁଣ୍ଡ କରିକି କାଟିଦେବେ, ଆଉ ଏଥିରେ ମିଶେଇକି ଭଲ ଭାବରେ ଗୋଳେଇ ଦେବେ। ଦେଖିକି ଜାଣିପାରୁଥିବେ କେତେ ସୁଆଦିଆ ହେଇଥିବ ପୋଟଳ କୋରା କଷା। ଏମିତି ଥରେ ନିଶ୍ଚୟ ପ୍ରସ୍ତୁତ କରନ୍ତୁ, ପୁରାପୁରି ଲଟପଟା ଚଟପଟା ପୋଟଳ କୋରା କଷା। ଘର ଲୋକ ଖାଇକି ସମସ୍ତେ ବହୁତ ଖୁସି ହେଇଯିବେ। ଏମିତି ନିଶ୍ଚୟ ଥରେ ବନାନ୍ତୁ। ଏଇ ବ୍ୟଞ୍ଜନଟି ବା ଏଇ ପୋଟଳ କୋରା କଷାଟି ଟିକେ ରାଗ ରାଗ, ଟିକେ ଖଟା ଖଟା ଆଉ ଚିନାବାଦାମ ଗୁଣ୍ଡ ଦେଇଥିବାରୁ ଟିକେ ଲାଇଟ୍ ମିଠା ମିଠା ବି ରହିବ। ଆଉ ପାଟିକୁ ଚିନାବାଦାମର ଦାନା ଆସିବ, ବହୁତ ସୁଆଦିଆ ଲାଗିବ। ଏମିତି ଆପଣମାନେ ଥରେ ପ୍ରସ୍ତୁତ କରନ୍ତୁ, ଖାଆନ୍ତୁ, ସମସ୍ତଙ୍କୁ ଖୁଆନ୍ତୁ। ତେବେ ଆଜିର ପ୍ରସ୍ତୁତି ପ୍ରଣାଳୀ ଆପଣମାନଙ୍କୁ କେମିତି ଲାଗିଛି ବିନମ୍ରତାର ସହିତ ଅନୁରୋଧ ନିଶ୍ଚୟ ଜଣେଇବେ। ତେବେ ଆଜି ପାଇଁ ଏତିକି। ପୁଣି ଦେଖାହେବା ଆଉ ଗୋଟିଏ ଚଳଚ୍ଚିତ୍ରରେ ଆଉ ଗୋଟିଏ ବ୍ୟଞ୍ଜନ ସହିତ। ଜୟ ଜଗନ୍ନାଥ।